ତେଣୁ ସେ ଚାହିଁଲା ମାତ୍ରକେ ଯୋଉ ମନ୍ତ୍ର ପ୍ରୟୋଗ କଲା ସେ ବରଗଛଟା ତଳକୁ ପଳେଇ ଆସିଲା। ସେ କହିଲା ତୁ ତ ଏଠି ରଖ, ତୁ ଜୀବନ୍ତ ଗଛରେ ଆସୁଛୁ, ତାକୁ କଷ୍ଟ ଦଉଛୁ, ଜୀବନ ଗଛର ବି ଜୀବନ ଅଛି, ତେଣୁ ଜୀବନ୍ତ ଗଛଟାକୁ କଷ୍ଟ ଦେଇ ତୁ ତା ଉପରେ ବସିକିରି ଆସୁଛୁ, ତୁ ଆଜିଠୁ ଗୋଟେ ମୃତ ଗଛ ଉପରେ ଆସେ ଓ ମୃତ ଗଛ ଉପରେ ଯା। ସେ କହିଲା ସେ ବିଦ୍ୟା ମୁଁ ଜାଣିନି। ସେ କହିଲା ତୁ ସେ ବିଦ୍ୟା ଯଦି ନ ଜାଣିଛୁ ତାହେଲେ ମୁଁ ତତେ ସେ ବିଦ୍ୟା ଶିଖଉଛି, ଶିଖ। ଏହା କହିଲା ଏବଂ ନିଜେ ଗଲା 21 ହାତ ମାପିଲା, ଆରମ୍ଭରୁ ଗୋଟେ ଗାର ପକେଇଲା, 21 ହାତ ପରେ ଗୋଟେ ଗାର ପକେଇଲା। ଗାର ପକେଇଲା ପରେ ସେ ବନ୍ଧୁକୁ କହିଲା ଉଠ ଚାଲ। ତେଣୁ ଯୋଉଠି ଗାର ପଡିଥିଲା ସେଇଠୁ ସେ ବନ୍ଧ ବିଖଣ୍ଡିତ ହେଇଗଲା। ସେ ବନ୍ଧ ଉପରେ ଠିଆ ହେଇଛି, ଯେମିତି ତଳେ ଠିଆ ହେଇଥିଲା ସେମିତି ଶୂନ୍ୟରେ ଠିଆ ହେଇଛି। ସେ ବନ୍ଧ ଚାଲିଲା, ସେ ଯୁଆଡେ ଚାହିଁଲା ସେ ବନ୍ଧ ସିଆଡେ ଗଲା ଏବଂ ସେ ବନ୍ଧୁକୁ କହିଲା ଯେ ମନ୍ଦିର ଚାରିପଟ ବୁଲିକିରି ତୁ ପୁଣି ଆସିକି ରହିବୁ। ସେ ମନ୍ଦିର ବୁଲିକିରି ପୁଣି ସେ ବନ୍ଧ ସେ ଯୋଉଠୁ ଯାଇଥିଲା ସେଇଠି ଆସି ପହଞ୍ଚିଲା। ସେଇଦିନ